ନୂତନ ଯୁଗର ତରୁଣୀମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ମୋ ଚ୍ୟାନେଲ୍ ମାଧ୍ୟମରେ ଆପଣମାନଙ୍କୁ। ଆପଣମାନେ ନିହାତି ଭାବରେ ଜାଣିଥିବେ ଚଳିତ ବର୍ଷ ପିଜି ପାଇଁ ଏକକ ପ୍ରାବେଶିକ ପରୀକ୍ଷା ହେବ। ତେଣୁ ନିହାତି ଭାବରେ ଆପଣମାନଙ୍କ ସାଙ୍ଗସାଥୀଙ୍କ ସହିତ ଏ ଭିଡ଼ିଓଟିକୁ ପ୍ରବଳରୁ ଅତି ପ୍ରବଳ ଭାବରେ ସେୟାର କରନ୍ତୁ। ତେବେ ଆସନ୍ତୁ ବନ୍ଧୁଗଣ, ଆମ୍ଭେମାନେ ଚର୍ଚ୍ଚା ଗୀତ ବିଷୟରେ ଜାଣିବା ଓ ଶିଖିବା ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା। ଚର୍ଚ୍ଚା ଗୀତିକାର ପ୍ରଥମ ପ୍ରଶ୍ନ। ଚର୍ଚ୍ଚା ଗୀତିକାର ସଂଗ୍ରାହକ କିଏ ଥିଲେ? ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ। ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ କେଉଁ ରାଜ୍ୟର ଲୋକ ଥିଲେ? ସେ ବଙ୍ଗଳା ରାଜ୍ୟର ଲୋକ ଥିଲେ। ତେବେ ହରପ୍ରସାଦ ଶାସ୍ତ୍ରୀ ଚର୍ଚ୍ଚା ଗୀତିକା ଗୁଡ଼ିକ କେଉଁଠାରେ ସଂଗ୍ରହ କରିଥିଲେ? ସେ 1907 ଖ୍ରୀଷ୍ଟାବ୍ଦରେ ନେପାଳ ଦରବାରରୁ କେତେକ ଲୋକଲୋଚନକୁ ଆସିନଥିବା ପ୍ରାଚୀନ ପୋଥିକୁ ସଂଗ୍ରହ କରିଥିଲେ। ଚର୍ଚ୍ଚାର ମୂଳ ଅର୍ଥ କ'ଣ? ଆଚରଣ ବା ଆଚାର। ଚର୍ଚ୍ଚା ଗୀତିକା ଗୁଡ଼ିକୁ କିଏ ହଜାର ବଛରେର ପୁରାଣ ବଙ୍ଗଳା ଭାଷ୍ୟ ବୌଦ୍ଧଗାନ ଓ ଦୋହା ନାମରେ ନାମକରଣ କରିଛନ୍ତି? ହରପ୍ରସାଦ ଶାସ୍ତ୍ରୀ। ଚର୍ଚ୍ଚା ଗୀତିକାକୁ ଆସାମୀ ଭାଷାର ରଚନା ବୋଲି କିଏ ମତ ପ୍ରକାଶ କରିଛନ୍ତି? ବିରଞ୍ଚି କୁମାର ଭୂୟାଁ କରିଛନ୍ତି। ଚର୍ଚ୍ଚା ଗୀତିକାକୁ ବିହାରୀ ଭାଷାର ରଚନା ବୋଲି କିଏ ମତ ପ୍ରକାଶ କରିଛନ୍ତି? ରାହୁଲ ସାଂକୃତ୍ୟାୟନ। ସେ ହିନ୍ଦୀ ଭାଷାକୁ ମଧ୍ୟ ଚର୍ଚ୍ଚା ଗୀତିକାର ରଚନା ବୋଲି କହିଛନ୍ତି। ଏହା ଓଡ଼ିଆ ସାହିତ୍ୟର ଇତିହାସ ସୁରେନ୍ଦ୍ର କୁମାର ମହାରଣାରେ ଲିଖିତ ଅଛି। ଚର୍ଚ୍ଚା ଗୀତିକାକୁ ମୈଥିଳି ଭାଷାର ରଚନା ବୋଲି କିଏ କହିଥିଲେ? ଅଧ୍ୟାପକ ଜୟକାନ୍ତ ମିଶ୍ର। ଚର୍ଚ୍ଚା ଗୀତିକାକୁ ଓଡ଼ିଆ ଭାଷାର ରଚନା ବୋଲି କିଏ ମତ ଦିଅନ୍ତି? ଗୋପାଳ ଚନ୍ଦ୍ର ପ୍ରହରାଜ। ପ୍ରକୃତରେ ଚର୍ଚ୍ଚା ଗୀତିକା କେଉଁ ଭାଷାର ରଚନା ଅଟେ? ଏହା ପୂର୍ବ ମାଗଧୀ ଅପଭ୍ରଂଶର ଭାଷାର ରଚନା ଅଟେ। ଚର୍ଚ୍ଚା ଗୀତିକା କେଉଁ ଶତାବ୍ଦୀର ରଚନା ଅଟେ? ଏହା ତ୍ରୟୋଦଶ ବା ଚତୁର୍ଦ୍ଦଶ ଶତାବ୍ଦୀର ରଚନା ଅଟେ। ଚର୍ଚ୍ଚା ଗୀତିକା ଭାଷାକୁ କିଏ ପ୍ରାଚୀନ ବା ପ୍ରଥମ ଓଡ଼ିଆ ଭାଷାର ମାନ୍ୟତା ଦେଇଛନ୍ତି? କରୁଣାକର ଦେଇଛନ୍ତି। ପ୍ରଥମ ଓଡ଼ିଆ ଭାଷାର ମାନ୍ୟତା ଦେଇଛନ୍ତି ଚର୍ଚ୍ଚା ଗୀତିକାକୁ। ତେବେ ଚର୍ଚ୍ଚା ପଦକୁ ନେଇ କିଏ ଡିଲିଟ୍ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି? କରୁଣାକର ଡିଲିଟ୍ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି ଚର୍ଚ୍ଚା ପଦକୁ ନେଇ। କରୁଣାକରଙ୍କ ସନ୍ଦର୍ଭଟିର ନାମ କ'ଣ ଥିଲା? ଆଚାର୍ଯ୍ୟ ଚର୍ଯାଚର୍ଯ୍ୟ। ଚର୍ଚ୍ଚା ପଦ ଗୁଡ଼ିକୁ କେଉଁ ଚେତନାମୂଳକ ରଚନା ଅଟେ? ଏ ଧାର୍ମୀୟ ଚେତନାମୂଳକ ରଚନା ଅଟେ ଚର୍ଚ୍ଚା ପଦ ଗୁଡ଼ିକ। ଚର୍ଚ୍ଚା ପଦ ଗୁଡ଼ିକରେ କେଉଁ ଧର୍ମ ଦର୍ଶନର ପ୍ରତିଫଳନ ହୋଇଛି? ବୌଦ୍ଧ ଧର୍ମ ଦର୍ଶନର ପ୍ରତିଫଳିତ ହୋଇଛି ଚର୍ଚ୍ଚା ପଦ ଗୁଡ଼ିକରେ। ଚର୍ଚ୍ଚା ଗୀତିକର ଭାଷା କେଉଁ ଭାଷା କୁହାଯାଏ? ଏହାକୁ ସାନ୍ଧ ଭାଷା ମଧ୍ୟ କୁହାଯାଇଥାଏ। ତେବେ ସାନ୍ଧ ଭାଷାର ଅର୍ଥ କ'ଣ? ସାନ୍ଧ ଭାଷାର ଅର୍ଥ ହେଉଛି ସାଙ୍କେତିକ ଭାଷା। ଚର୍ଚ୍ଚା ଗୀତର କେତୋଟି ସିଦ୍ଧ ସାଧକ ରହିଛନ୍ତି? ତେବେ 84ଟି ସିଦ୍ଧ ସାଧକ ରହିଛନ୍ତି। କା ତରୁବର, ପଞ୍ଚବେୟାଡ଼, ଚଞ୍ଚଳା ଚିଏ, ପୈଚକାଳ କେଉଁ କବିଙ୍କ ରଚନା? ଏହା ଲୋଇପାଙ୍କ ରଚନା। କାହାରେ କିସ ନାନା ତରୁବର ମଲିଲରେ ଗଅଣତ କଲା ଗୌରୀ ଡାଲି ଏକିଲି ଶବର ଏବଣ ହଣ୍ଡଇ କର୍ଣ୍ଣ କୁଣ୍ଡଳ ବ୍ରଜଧାରୀ। ଉକ୍ତ କବିତାଂଶର କିଏ ରଚନା କରିଥିଲେ? ଶବରୀପା ରଚନା କରିଥିଲେ। ନଗର ବାହିରେ ଡମ୍ବି ତୋହରି କୁଡ଼ିଆ ଛଇ ଛଇ ଯାସିସୁ ବ୍ରାହ୍ମୀ ନଡ଼ିଆ। ଉକ୍ତ କବିତାଂଶଟିର କବି କିଏ ଥିଲେ? କାହ୍ନୁପା ରଚନା କରିଥିଲେ। ତେବେ ଚର୍ଚ୍ଚା ଗୀତି କେବେ ପ୍ରକାଶିତ ହୋଇଥିଲା? ଏହା 1916 ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା। ବଙ୍ଗଳାର ବିଖ୍ୟାତ ପଣ୍ଡିତ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା କେଉଁ ଆନୁକୂଲ୍ୟରେ ଚର୍ଚ୍ଚା ଗୀତି ପ୍ରକାଶିତ ହୋଇଥିଲା? ଏହା ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ 1916 ଖ୍ରୀଷ୍ଟାବ୍ଦରେ
ପ୍ରକାଶିତ ହୋଇଥିଲା। ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା ଯେଉଁ 4 ପୋଥି ସମ୍ପାଦିତ ହୋଇଥିଲା, 50ଟି ଗୀତି ସମ୍ବଳିତ ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ, ସହରପାଦଙ୍କ ଦୋହାକୋଷ, କାହ୍ନୁପାଦଙ୍କ ଦୋହାକୋଷ ଓ ଡାକାର୍ଣ୍ଣବ। ତେବେ କେତେ ଖ୍ରୀଷ୍ଟାବ୍ଦରେ ଓ କେଉଁ ସଂଗ୍ରହାଳୟରେ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାର ପୋଥିଶାଳାରୁ ପୋଥିଗୁଡ଼ିକୁ ପାଇଥିଲେ? ତେବେ ଏହା 1907 ଖ୍ରୀଷ୍ଟାବ୍ଦରେ ନେପାଳର ପ୍ରାଚୀନ ପୋଥି ସଂଗ୍ରହାଳୟରୁ ପାଇଥିଲେ। କେତୋଟି ଗୀତ ଲୁଇପାଦ, ଶବରୀପାଦ, କାହ୍ନୁପାଦ, ସହରପାଦ ପ୍ରମୁଖ 23 ଜଣ ବିଶିଷ୍ଟ ସିଦ୍ଧାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଆଉ 25ଟି ଗୀତ ରଚିତ ହୋଇଥିଲା। ତେବେ ଚର୍ଯ୍ୟା ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ନିଷ୍ପନ୍ନ ହୋଇଛି ଓ ଏହାର ଅର୍ଥ କ'ଣ? ତେବେ ଚର୍ଯ୍ୟା ଶବ୍ଦଟି ସଂସ୍କୃତ ଶବ୍ଦ ଚର୍ ଧାତୁରୁ ନିଷ୍ପନ୍ନ ହୋଇଛି ଓ ଏହାର ଅର୍ଥ ସଞ୍ଚାର, ଗତି, ମାର୍ଗ, ସାରିଣୀ ଇତ୍ୟାଦି। ତେବେ 50 ଗୋଟି ଗୀତି ବିଶିଷ୍ଟ ଆବିଷ୍କୃତ ଗ୍ରନ୍ଥର ନାମ କ'ଣ ଥିଲା? ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ଥିଲା। ଶ୍ରୀଯୁକ୍ତ ହରପ୍ରସାଦ ଶାସ୍ତ୍ରୀ କେଉଁ ପୁସ୍ତକରେ ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ଗ୍ରନ୍ଥଟିର ନାମ ଆବିଷ୍କୃତ କରିଛନ୍ତି? ଉତ୍ତର ହେଉଛି ବୌଦ୍ଧଗାନ ଓ ଦୋହା ପୁସ୍ତକରେ। କେଉଁ ଗ୍ରନ୍ଥକାର ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ଗ୍ରନ୍ଥଟିର ନାମ ଆଚାର୍ଯ୍ୟ ଚର୍ଯ୍ୟାଚର୍ଯ୍ୟ କହିଥିଲେ? ମହାମହୋପାଧ୍ୟାୟ ପଣ୍ଡିତ ବିଧୁଶେଖର ଭଟ୍ଟାଚାର୍ଯ୍ୟ। ତେବେ ଆଚାର୍ଯ୍ୟ ଚର୍ଯ୍ୟାଚର୍ଯ୍ୟ ଗ୍ରନ୍ଥଟିର ନାମକୁ କିଏ ଗ୍ରହଣ କରିଛନ୍ତି? ଡକ୍ଟର କରୁଣାକର। ଡକ୍ଟର ମହମ୍ମଦ ସାହିଦୁଲ୍ଲା ମଧ୍ୟ ସ୍ୱଗତମ୍ ବୁଦ୍ଧିଷ୍ଟ ମାଇଟ୍ରିସଂରେ ଚର୍ଯ୍ୟା ସଂଗ୍ରହଟିର ମୂଳ ନାମ କ'ଣ ବୋଲି ଗ୍ରହଣ କରିଛନ୍ତି? ଆଚାର୍ଯ୍ୟ ଚର୍ଯ୍ୟାଚର୍ଯ୍ୟ। କେଉଁ ଗ୍ରନ୍ଥକାର ନିଜର ସଂଯୁକ୍ତରେ ଗ୍ରନ୍ଥଟିର ନାମ ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ବୋଲି କହିଛନ୍ତି? ଡକ୍ଟର ପ୍ରଭତଚନ୍ଦ୍ର ବାଗଜୀ ଗ୍ରନ୍ଥଟିର ନାମ ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ବୋଲି କହିଛନ୍ତି। କେଉଁ ପୁସ୍ତକରେ ଡକ୍ଟର ସୁକୁମାର ସେନ ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ନାମଟି ଶୁଦ୍ଧ ନୁହେଁ ବୋଲି କହିଛନ୍ତି ଓ ତାର ଶୁଦ୍ଧ ନାମ କ'ଣ ବୋଲି କହିଛନ୍ତି? ବାଲାଙ୍ଗ ସାହିତ୍ୟ ଇତିହାସର ପ୍ରଥମ ଖଣ୍ଡ ପୁସ୍ତକରେ ଓ ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟର ଶୁଦ୍ଧ ନାମ ହେଉଛି ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ବୋଲି ସେ ମତ ପ୍ରକାଶ କରିଛନ୍ତି। ଡକ୍ଟର ସୁକୁମାର ସେନ ଚର୍ଯ୍ୟାଚର୍ଯ୍ୟ ବିନିଶ୍ଚୟ ନାମଟି ଶୁଦ୍ଧ ନୁହେଁ ବୋଲି ସେ କହିଛନ୍ତି। ସଂସ୍କୃତ ଟୀକାର ରଚୟିତା କିଏ ଥିଲେ? ସଂସ୍କୃତ ଟୀକାର ରଚୟିତା ହେଉଛନ୍ତି ମୁନିଦତ୍ତ। କେଉଁ ତାଲିକାରୁ ସଂସ୍କୃତ ଟୀକାର ରଚୟିତା ମୁନିଦତ୍ତ ବୋଲି ଜଣାଯାଏ? ଡେଙ୍ଗୁର ତାଲିକାରୁ। ସଂସ୍କୃତ ଟୀକାର ତିବ୍ଦତୀ ଅନୁବାଦକ କିଏ? କୀର୍ତ୍ତିଚନ୍ଦ୍ର। ମୁନିଦତ୍ତ ଟୀକାର ନାମ କ'ଣ ଥିଲା? ଚର୍ଯ୍ୟାଗୀତି କୁଶବୃଦ୍ଧି। ତେବେ 1956 ତିବ୍ଦତୀ ଅନୁବାଦର ଅନୁସରଣରେ ଡକ୍ଟର ପ୍ରଭତଚନ୍ଦ୍ର ବାଗଜୀ ଓ ଶାନ୍ତିବିକ୍ଷୁ ଶାସ୍ତ୍ରୀଙ୍କ ମିଳିତ ସମ୍ପାଦନରେ କେଉଁ ଚର୍ଯ୍ୟାଗୀତି ଗୁଡ଼ିକ ସଂକଳନ କରିଥିଲେ? ଚର୍ଯ୍ୟାଗୀତି ଦୋହାକୋଷ। ତେବେ ଚର୍ଯ୍ୟାଗୀତି କୋଷ ପୋଥିର ଶେଷ କେତୋଟି ପତ୍ର ନଷ୍ଟ ହୋଇଯାଇଥିଲା? ମାତ୍ର 6ଟି ପତ୍ର ନଷ୍ଟ ହୋଇଯାଇଥିଲା। ତେବେ ଚର୍ଯ୍ୟାଗୀତି କୋଷରେ କେତୋଟି ଅଂଶର ଅଭାବ ଥିଲା? 3.5 ଗୋଟି। ଚର୍ଯ୍ୟା 24, 25, 48 ସମେତ 23ର କିଛି ଅଂଶର ଅଭାବ ଥିଲା। କିଏ ଚର୍ଯ୍ୟାଗୀତି କୋଷର ଅନୁବାଦଟିର ଅଭାବ ଦୂର କରିଥିଲେ? ପ୍ରଭୋତ କୁମାର ବାଗଜୀ। ଚର୍ଯ୍ୟା ଶବ୍ଦ କେଉଁ ଆଲୋଚ୍ୟ କ୍ଷେତ୍ରରେ ପ୍ରାସଙ୍ଗିକ? ଆଚରଣ ବିଧି ବା ଆଚାର ପାଳନ, ବ୍ରତ ବା ଧର୍ମ କାର୍ଯ୍ୟରେ କ୍ଷେତ୍ରରେ ପ୍ରାସଙ୍ଗିକ ଏହି ଚର୍ଯ୍ୟା ଶବ୍ଦ। ତେବେ ଚର୍ଯ୍ୟା 2ରେ କିଏ ଚର୍ଯ୍ୟା ଶବ୍ଦକୁ ଆଚରଣ ବା ଆଚାର ଅର୍ଥରେ ପ୍ରୟୋଗ କରିଛନ୍ତି? କୁକୁରୀପାଦ। ଭାରତରୁ ବୌଦ୍ଧ ଧର୍ମ ଲୁପ୍ତ ହେବା ପରେ ମଧ୍ୟ ନେପାଳରେ ପ୍ରଚଳିତ କିଏ ପ୍ରଚାର କରିଛନ୍ତି? ପଣ୍ଡିତ ରାହୁଲ ସାଂକୃତ୍ୟାୟନ। ସେ କହିଛନ୍ତି ଯେ ଭାରତରେ ବୌଦ୍ଧ ଧର୍ମ ଲୁପ୍ତ ହେବା ପରେ ମଧ୍ୟ ନେପାଳରେ ପ୍ରଚଳିତ ହୋଇଛି।
ତେବେ ନେପାଳରେ କେଉଁ ଭାଷାରେ ଚର୍ଯ୍ୟା ଶବ୍ଦର ଅପଭ୍ରଂଶ ରୂପ ବା ବିକୃତ ରୂପ ହେଉଛି ଚଚା? ନେୱାରୀ ଭାଷାରେ ଚର୍ଯ୍ୟାର ଅପଭ୍ରଂଶ ରୂପ ବା ବିକୃତ ରୂପ ହେଉଛି ଚଚା। ନେୱାରୀ ଭାଷାରେ ଚର୍ଯ୍ୟା ଶବ୍ଦର ଅପଭ୍ରଂଶ ରୂପ କ'ଣ? ଚଚା ଥିଲା। ତେବେ ଯୋଗୀମାନଙ୍କର ଦୁଷ୍କର ବ୍ରତାଚରଣ ବା ଗୁହ୍ୟ ସାଧନ ନାମ କ'ଣ ଥିଲା? ଚର୍ଯ୍ୟା ଥିଲା। ତେବେ ଚର୍ଯ୍ୟା ଗୀତିକୁ କେହି କେହି କେଉଁ ନାମରେ ଅଭିହିତ କରିଛନ୍ତି? ଚର୍ଯ୍ୟାପଦ। ତେବେ ବୋଧଗାନ ଓ ଦୋହା ପୁସ୍ତକର ମୁଖବନ୍ଧରେ ହରପ୍ରସାଦ ଶାସ୍ତ୍ରୀ କ'ଣ କହିଛନ୍ତି? ତେବେ ବୋଧଗାନ ଓ ଦୋହା ପୁସ୍ତକର ମୁଖବନ୍ଧରେ ଗାନଗୁଲି ବୈଷ୍ଣବ ଦେର କୀର୍ତ୍ତନର ମତ ଗାନେର ନାମ ଚର୍ଯ୍ୟାବିତ ବୋଲି ସେ ମତ ପ୍ରକାଶ କରିଛନ୍ତି। ଚର୍ଯ୍ୟାପଦ ନାମକରଣ କାହା ଦ୍ୱାରା ସମ୍ପାଦିତ ଓ ଦୋହା କୋଶରେ ସମର୍ଥିତ? ଏହା ମହାପଣ୍ଡିତ ରାଉତ ସାଂକୃତ୍ୟାୟନଙ୍କ ଦ୍ୱାରା ସମ୍ପାଦିତ ଓ ଦୋହା କୋଶରେ ସମର୍ପିତ। କିଏ ଚର୍ଯ୍ୟା ସମ୍ପର୍କୀୟ ନିଜ ପାଣ୍ଡିତ୍ୟପୂର୍ଣ୍ଣ ଆଲୋକା ଗ୍ରନ୍ଥ ଚର୍ଯ୍ୟା ଗୀତି ବୋଲି ରଖିଛନ୍ତି? ଶ୍ରୀ ତାରାପଦ ମୁଖୋପାଧ୍ୟାୟ ଚର୍ଯ୍ୟା ଗୀତିକା ବୋଲି ରଖିଛନ୍ତି। ଡକ୍ଟର ସୁକୁମାର ସେନଙ୍କ ସ୍ୱସମ୍ପାଦିତ ଚର୍ଯ୍ୟା ଗୀତି କୋଶର ନାମ କ'ଣ ଥିଲା? ଚର୍ଯ୍ୟା ଗୀତି ପଦାବଳୀ। ଡକ୍ଟର ଖଗେଶ୍ୱର ମହାପାତ୍ରଙ୍କର ସଂଗଠିତ ଗୀତିର ନାମ କ'ଣ ଥିଲା? ଚର୍ଯ୍ୟା ଗୀତିକା। ଚର୍ଯ୍ୟା ଗୀତିକା ଗୁଡ଼ିକ ପଦ ମଧ୍ୟରେ ସର୍ବାଧିକ କେତୋଟି ପାଦ ବିଶିଷ୍ଟ ଥିଲା? ପଞ୍ଚଅବଧି ବା 10ଟି ପାଦ ବିଶିଷ୍ଟ। ଚର୍ଯ୍ୟା 43 କେତେ ପାଦ ବିଶିଷ୍ଟ? ଏହା ତ୍ରିପଦୀ ବା 6 ପାଦ ବିଶିଷ୍ଟ ଥିଲା। ତେବେ ଚର୍ଯ୍ୟା 21 ଓ 22 କେତେ ପାଦ ବିଶିଷ୍ଟ ଥିଲା? ଷଟ୍ପଦୀ ବା 12ଟି ପାଦ ବିଶିଷ୍ଟ ଏହା ଥିଲା। ଚର୍ଯ୍ୟା ଗୀତି କେତେ ପଦ ବିଶିଷ୍ଟ? ସପ୍ତପଦୀ ବା 14 ଚରଣ ବିଶିଷ୍ଟ। ଚର୍ଯ୍ୟା ଗୀତିର ବିଶିଷ୍ଟ ଅଙ୍ଗ କିଏ? ଧ୍ରୁବପଦ। ତେବେ ଗୀତିରେ ଯେଉଁ ପଦଟି ବାରମ୍ବାର ଆବୃତ ହୁଏ ତାକୁ କ'ଣ କୁହାଯାଇଥାଏ? ତାକୁ ଧ୍ରୁବପଦ କୁହାଯାଇଥାଏ। ପ୍ରତ୍ୟେକ ଚର୍ଯ୍ୟାର କେଉଁ କେଉଁ ପଂକ୍ତିକୁ ପ୍ରଥମ ପଦ ଭାବରେ ଗ୍ରହଣ କରାଯାଇଥାଏ? ପ୍ରଥମ ଓ ଦ୍ୱିତୀୟ ପଂକ୍ତିକୁ। ଚର୍ଯ୍ୟାର କେଉଁ କେଉଁ ପଂକ୍ତିକୁ ଧ୍ରୁବପଦ ଭାବରେ ଗ୍ରହଣ କରାଯାଇଛି? ତୃତୀୟ ଓ ଚତୁର୍ଥ ପଂକ୍ତିକୁ ଚର୍ଯ୍ୟାର ଧ୍ରୁବପଦ ଭାବରେ ଗ୍ରହଣ କରାଯାଇଛି। ଚର୍ଯ୍ୟା ଗୀତିକର କେଉଁ ଟୀକାରେ ତୃତୀୟ ଓ ଚତୁର୍ଥ ପଂକ୍ତି ଦ୍ୱାରା ଧ୍ରୁବପଦ ଭାବରେ ଆଖ୍ୟା କରାଯାଇଛି ବା ବ୍ୟାଖ୍ୟା କରାଯାଇଛି? ସଂସ୍କୃତ ଟୀକାରେ। ଶବରୀପାଦଙ୍କ କେଉଁ ଦୁଇଟି ଗୀତରେ ଏକାଧିକ ବାର ଉଣିତାର ଉଲ୍ଲେଖ ରହିଛି? ଏହା 28 ଓ 50। ତେବେ ଗୀତ ଗୁଡ଼ିକରେ କେଉଁ କେଉଁ ଶବ୍ଦଟିର ବ୍ୟବହାର ସର୍ବାଧିକ? ଭଣ-ଇ, ଭଣ-ଅ, ଭଣତି ଶବ୍ଦଟିର ବ୍ୟବହାର ସର୍ବାଧିକ ହୋଇଛି ଚର୍ଯ୍ୟା ଗୁଡ଼ିକ ମଧ୍ୟରେ। ତେବେ ଚର୍ଯ୍ୟା 18ରେ ଭଣିତା ସୂଚକ ଶବ୍ଦ ସନ୍ଧାନ ନ ମିଳିଲେ ମଧ୍ୟ କେଉଁ ଶବ୍ଦରୁ ପଦକର୍ତ୍ତା କାହ୍ନୁପାଦ ଅଟନ୍ତି ବୋଲି କୁହାଯାଇଥାଏ? ସଠିକ୍ ଉତ୍ତର ହେଉଛି କାହ୍ନୁ। ଆଧୁନିକ କାଳରେ ତତ୍ତ୍ୱ ନୁହେଁ ଅଧିକ କ'ଣ ଉପଭୋଗ୍ୟ ଥାଏ? କବିତ୍ୱ ଓ ସୌନ୍ଦର୍ଯ୍ୟବୋଧ। 23 ଜଣଙ୍କ ମଧ୍ୟରୁ କିଏ ସର୍ବାଧିକ ଗୀତି ରଚନା କରିଛନ୍ତି? କାହ୍ନୁପାଦ ରଚନା କରିଛନ୍ତି ସର୍ବାଧିକ ଗୀତି। ତେବେ କାହ୍ନୁପାଦଙ୍କ ରଚିତ ଚର୍ଯ୍ୟା ଗୀତିକା ଗୁଡ଼ିକର ସଂଖ୍ୟା କେତୋଟି ଥିଲା? ଏହା 13 ଗୋଟି ସଂଖ୍ୟା ଥିଲା। ସଂଖ୍ୟା ଦୃଷ୍ଟିରୁ କାହ୍ନୁପାଦଙ୍କ ତଳକୁ କିଏ ଆସନ୍ତି? ଭୁସୁକିପାଦ। ତେବେ ଭୁସୁକିପାଦ କେତୋଟି ଗୀତିର ରଚୟିତା ଥିଲେ? ସେ 8 ଗୋଟି ବା 8ଟି ଗୀତିର ରଚୟିତା ଥିଲେ ଭୁସୁକିପାଦ। ତା ପରବର୍ତ୍ତୀ ସମୟରେ ଲୁଇପାଦ ଓ ସବରୀପାଦ କେତେ ଗୋଟି ଗୀତି ରଚନା କରିଥିଲେ? ତେବେ ଲୁଇପାଦ ଓ ସବରୀପାଦ 2ଟି ଗୀତି ରଚନା କରିଥିଲେ। କେତେ ଖ୍ରୀଷ୍ଟାବ୍ଦରେ ବୋଧଗାନ ଓ ଦୋହା ନାମରେ ପ୍ରକାଶିତ ପୁସ୍ତକଟି ସ୍ଥାନ ପାଇଛି? ଏହା 1916 ଖ୍ରୀଷ୍ଟାବ୍ଦରେ। 1917 ଖ୍ରୀଷ୍ଟାବ୍ଦରେ କେଉଁ ପୁସ୍ତକ ସମଗ୍ର ଭାରତ ବର୍ଷରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା? ବୋଧଗାନ ଓ ଦୋହା ପୁସ୍ତକଟି ଭାରତ ବର୍ଷରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା 1917 ଖ୍ରୀଷ୍ଟାବ୍ଦରେ। ତେବେ 1917 ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିବା ବୋଧଗାନ ଓ ଦୋହା କେଉଁ ଭାଷୀୟ? ଏ 1000 ବଛରର ପୁରାଣ ବଙ୍ଗଳା ଭାଷୀୟ। ତେବେ କେଉଁ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ?
ଜର୍ନାଲ ଓ ଡିପାର୍ଟମେଣ୍ଟ ଲେଟରରେ ଦୋହାକ ସମ୍ପାଦିତ ହୋଇଥିଲା କଲିକତା ବିଶ୍ୱବିଦ୍ୟାଳୟରେ। ତେବେ କାହ୍ନୁପାଦଙ୍କ ଗୁରୁ କିଏ ଥିଲେ ସେହି ସମୟରେ? ସିଦ୍ଧାଚାର୍ଯ୍ୟ ଜଳନ୍ଧରୀପାଦ। ହେବଜ୍ର ପଞ୍ଜିକା ଯୁଗ ରତ୍ନମାଳା କିଏ ରଚନା କରିଥିଲେ? କାହ୍ନୁପାଦ ରଚନା କରିଥିଲେ ହେବଜ ପଞ୍ଜିକା ଯୁଗ ରତ୍ନମାଳା। ସଂସ୍କୃତ ଟୀକା ଲିଖିତ ହେବାର ସମୟ ସୀମା କେତେ ଥିଲା? 12 ଶତାବ୍ଦୀରେ ସଂସ୍କୃତ ଟୀକା ଲିଖିତ ହେବାର ସମୟ ସୀମା ଥିଲା। 1000 ବର୍ଷର ପୁରୁଣା ବଙ୍ଗଳା ଭାଷୀୟ ବୋଧଗାନ ଓ ଦୋହା ଏହି ଶୀର୍ଷକଟି କିଏ ରଚନା କରୁଥିଲେ? ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ରଚନା କରୁଥିଲେ। ଆଚାର୍ଯ୍ୟ ଚର୍ଯାଚର୍ଯ୍ୟ ଗ୍ରନ୍ଥର ଭାଷା ଓଡ଼ିଆ ଥିଲା ଏବଂ ତହିଁରେ ଲେଖକ ସିଦ୍ଧାଚାର୍ଯ୍ୟମାନେ ଓଡ଼ିଆ ଥିଲେ ବୋଲି କିଏ ଲେଖିଥିଲେ? ଡକ୍ଟର କରୁଣାକର ଲେଖିଥିଲେ। କିଏ ଗ୍ରନ୍ଥର ମୁଖମଣ୍ଡରେ ସାନ୍ଧ୍ୟ ଭାଷାର ସଂଜ୍ଞା ନିର୍ଣ୍ଣୟ କରି କହିଛନ୍ତି ଆଲୋ ଆଧାରୀ ଭାଷା? ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଏହା ଲେଖିଛନ୍ତି। ସନ୍ଧ୍ୟା ଶବ୍ଦର ଅର୍ଥ ଅଭିସନ୍ଧି ବା ସନ୍ଧି ଭାବରେ କିଏ ଗ୍ରହଣ କରିଛନ୍ତି? ପଣ୍ଡିତ ଶାକ୍ତଭିକ୍ଷୁ ଶାସ୍ତ୍ରୀ। ମାରିଆ ଶାଶୁ ନଣନ୍ଦ ଘରେ ଶାଳୀ, ମା ମାରିଆ କାହ୍ନୁ ଉଇଲ କବାଡ଼ି। ଏହି ପଦଟି କାହାର ରଚନା? ଏହା କାହ୍ନୁପାଦ ରଚନା କରିଥିଲେ। ଲୁଇ ଭଣୋଇ ଗୁରୁ ପୁଛି ଜାଣ ଏହା କାହାର ରଚନା ଥିଲା? ଏହା ଲୁଇପାଦଙ୍କ ରଚନା ଥିଲା। ମାଧ୍ୟମିକ ମତର ପ୍ରବର୍ତ୍ତକ କିଏ ଥିଲେ? ନାଗାର୍ଜୁନ। ବ୍ରଜଯାନର ପ୍ରଧାନ ଦେବତା କିଏ ଥିଲେ? ବ୍ରଜସତ୍ୟ। ସହଜଯାନର ପ୍ରବର୍ତ୍ତିକା ଭଗବତୀ ଲକ୍ଷ୍ମୀଙ୍କର ଥିଲେ। ତେବେ ସହଜ ମାର୍ଗରେ ଗତି କଲେ ମହାଶୂନ୍ୟରେ ପହଞ୍ଚି ହୁଏ ବୋଲି କିଏ କହିଥିଲେ? ସିଦ୍ଧ ସାଧକ ଶାନ୍ତିପାଦ କହିଥିଲେ ଯେ ସହଜ ମାର୍ଗରେ ଗତି କରି ମହାଶୂନ୍ୟରେ ପହଞ୍ଚି ହୁଏ ବୋଲି ସେ ମତ ଦେଇଥିଲେ। ନଗର ବାହିରେ ଡମ୍ବି ତୋହରି କୁଡ଼ିଆ ଏହି ପଦଟି କାହାର ଥିଲା? ଏହା କାହ୍ନୁପାଦ ରଚନା କରିଥିଲେ। ଆଲୋ ଡମ୍ବି ତୋର ଏ ସମ କରିବ ମୋ ସାଙ୍ଗ, ନିଘିଣ କାହ୍ନୁ କପାଡ଼ି ଯାଇ ଲାଙ୍ଗ। ଏହି ପଦରେ କାହାର ରଚନା ଥିଲା? ଏହା କାହ୍ନୁପାଦଙ୍କର ରଚନା ଥିଲା। ଉଚା ଉଚା ପାବତ ତହି ବସଇ ସାବର ବାଲି, ମରଙ୍ଗ ପିଚ ପରହୀଣ ସବର ଗିବତ ଗୁଞ୍ଜର ମାଳି। ଏହି ପଦଟି କାହାର ରଚନା ଥିଲା? ଏହା ସବରୀପାଦଙ୍କ ରଚନା ଥିଲା। ତେବେ ଆଚାର୍ଯ୍ୟ ଚର୍ଯାଚର୍ଯ୍ୟ ଗ୍ରନ୍ଥର କିଏ ରଚନା କରିଥିଲେ? ଏହା ଡକ୍ଟର କରୁଣାକର ରଚନା କରିଥିଲେ ଆଚାର୍ଯ୍ୟ ଚର୍ଯାଚର୍ଯ୍ୟ ଗ୍ରନ୍ଥ। ତେବେ ବ୍ରଜଯାନର ପ୍ରବର୍ତ୍ତକ କିଏ ଥିଲେ ସେହି ସମୟରେ? ଇନ୍ଦ୍ରଭୂତି ଥିଲେ ବ୍ରଜଯାନର ପ୍ରବର୍ତ୍ତକ। ସିଦ୍ଧାଚାର୍ଯ୍ୟ ଜଳନ୍ଧରୀପାଦଙ୍କ ଗୁରୁ କିଏ ଥିଲେ? ଇନ୍ଦ୍ରଭୂତି ଥିଲେ ସିଦ୍ଧାଚାର୍ଯ୍ୟ ଜଳନ୍ଧରପାଦଙ୍କ ଗୁରୁ ଥିଲେ। କେଉଁ ଖ୍ରୀଷ୍ଟାବ୍ଦରେ ଚୀନ ପଣ୍ଡିତ ହ୍ୱେନ୍ସାନ୍ ଭାରତକୁ ଆସିଥିଲେ? ଖ୍ରୀଷ୍ଟୀୟ 7ମ ଶତାବ୍ଦୀରେ ଚୀନ ପରିବ୍ରାଜକ ହ୍ୱେନ୍ସାନ୍ ଭାରତକୁ ଆସିଥିଲେ। ବୁଦ୍ଧିଜମ୍ ଇନ୍ ଓଡ଼ିଶା ଗବେଷଣା ପୁସ୍ତକ କାହାର ରଚନା? ଏହା ଡକ୍ଟର ନବୀନ କୁମାର ସାହୁ ବୁଦ୍ଧିଜମ୍ ଇନ୍ ଓଡ଼ିଶା ଗବେଷଣା ପୁସ୍ତକ ସେ ରଚନା କରିଥିଲେ। ସହରପାଦଙ୍କ ଅନ୍ୟ ନାମ କ'ଣ ଥିଲା? ସହରପାଦଙ୍କ ଅନ୍ୟ ନାମ ଥିଲା ରାହୁଲ ରୁଜି। ସିଦ୍ଧ ସାହିତ୍ୟ ଗ୍ରନ୍ଥ କିଏ ରଚନା କରିଥିଲେ? ଡକ୍ଟର ଧର୍ମବୀର ଭାରତୀ ରଚନା କରିଥିଲେ ସିଦ୍ଧ ସାହିତ୍ୟ ଗ୍ରନ୍ଥ। ତେବେ ଚର୍ଯା ଶବ୍ଦଟି ସଂସ୍କୃତର କେଉଁ ଧାତୁରୁ ନିଷ୍ପନ୍ନ ହୋଇଛି? ଚର୍ଯା ଶବ୍ଦଟି ସଂସ୍କୃତର ଚର୍ ଧାତୁରୁ ନିଷ୍ପନ୍ନ ହୋଇଛି। ପାର୍ଥିବୀ ଜଗତରେ ନରନାରୀ ମିଳନରେ ଯେଉଁ ଆନନ୍ଦ ଜାତ ହୁଏ ତାହାକୁ କ'ଣ କୁହାଯାଇଥାଏ? ତାହାକୁ ମହାସୁଖ ବୋଲି କୁହାଯାଇଥାଏ। ଟୀକାର ମୁନିଦତ୍ତଙ୍କ ମତରେ ପ୍ରଥମ ସିଦ୍ଧାଚାର୍ଯ୍ୟ କିଏ ଥିଲେ? ଏହା ଲୁଇପାଦ ଥିଲେ। ସବରୀପାଦଙ୍କ ଶିଷ୍ୟ କିଏ ଥିଲେ? ଲୁଇପାଦ ଥିଲେ ସବରୀପାଦଙ୍କ ଶିଷ୍ୟ ଥିଲେ। 13ଟି ଯାକ ଓଡ଼ିଆ ଗୀତି କାହାର ଲେଖା? ଏହା କାହ୍ନୁପାଦ ରଚନା କରିଥିଲେ। ମହାଚାର୍ଯ୍ୟ ନାଗାର୍ଜୁନଙ୍କ ଶିଷ୍ୟ କିଏ ଥିଲେ? ସବରୀପାଦ ଥିଲେ। ମହାଚାର୍ଯ୍ୟ ନାଗାର୍ଜୁନଙ୍କର ଶିଷ୍ୟ ଥିଲେ ସବରୀପାଦ। କୁରୁକୁଲ ସାଧନା କିଏ ରଚନା କରିଥିଲେ? ସୌରଭପାଲ ରଚନା କରିଥିଲେ। ଶାନ୍ତିଦେବ କାହାର ଶିଷ୍ୟ ଥିଲେ? ସେ ମଞ୍ଜୁବ୍ରଜଙ୍କର ଶିଷ୍ୟ ଥିଲେ ଶାନ୍ତୁଦେବ। କମ୍ବଳପାଦଙ୍କ ରଚିତ ଗ୍ରନ୍ଥର ନାମ କ'ଣ ଥିଲା? ଅଭିସମୟ ନାମ ପଞ୍ଜିକା। ଲୁଇପାଦଙ୍କର ଗୁରୁ କିଏ ଥିଲେ? ସବରୀପାଦ ଥିଲେ। ସବରୀପାଦଙ୍କ ଗୁରୁ କିଏ ଥିଲେ? ସହରପା ଥିଲେ। ଏହି ସହରପା କେତେ ସିଦ୍ଧାଚାର୍ଯ୍ୟ ପରମ୍ପରା ଥିଲେ ବା ପ୍ରବର୍ତ୍ତକ ଆଦିଗୁରୁ ଥିଲେ? ଏହା 84ଟି ଥିଲେ।
ତେବେ ନିଶ୍ଚିତ ଭାବରେ ଆପଣମାନେ ଆଜି ଯେଉଁ କ୍ଲାସ୍ଟି ନିଶ୍ଚୟ ଭଲ ଲାଗିଥିବ। ଯଦି ଆପଣଙ୍କୁ ଭଲ ଲାଗିଥିବ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଉ ଯେଉଁମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କ ସହିତ ଏହି ଭିଡ଼ିଓଟିକୁ ସେୟାର କରନ୍ତୁ, କାହିଁକିନା ସେମାନେ ମଧ୍ୟ କିପରି ଭାବରେ ପ୍ରିପେୟାର ହୋଇପାରିବେ ଏହି କୋଶ୍ଚିନ୍ ଦ୍ୱାରା ସେମାନେ ଜାଣିପାରିବେ। ତେବେ ନିଶ୍ଚିତ ଭାବରେ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ, ନମସ୍କାର।